ଯଦି ଆପଣମାନଙ୍କୁ କିଏ ନଦୀ ବା ସମୁଦ୍ର କୂଳରେ ତମେ ପିଉଥିବା ମଦ ଆଉ ସିଗାରେଟରୁ ଟିକେ ମାଗେ, ତାହେଲେ ଆପଣମାନେ କ'ଣ କରିବେ? ବୋଧେ ଆପଣମାନେ ତାକୁ ତମେ ପିଉଥିବା ସିଗାରେଟ କି ମଦରୁ ଟିକେ ଦେଇଦେବ। ହେଲେ ଯଦି ସେହି ମାଗିବା ପିଲାଟି ଯଦି ତୁମକୁ ନଦୀ ଭିତରକୁ ନେଇ ବୁଡ଼ାଇକି ମାରିଦିଏ, ତାହେଲେ ଏମିତି ହିଁ ଗୋଟିଏ କାହାଣୀ ଉପରେ ଆଧାରିତ ଆଜିର ଆମର ଷ୍ଟୋରି। ସୋନୁ ଗଞ୍ଜାମର ମଧୁପୁର ନାମକ ଗୋଟିଏ ଛୋଟ ଗାଁରେ ରହୁଥିଲା। ଆଉ ଗୋଟେ ଦିନ ପରେ ତାର ଜନ୍ମଦିନ ଥିଲା। ଆଉ ତାକୁ 18 ବୟସ ହେବାକୁ ଯାଉଥିଲା। ସୋନୁର ବେଶୀ ସାଙ୍ଗ ନଥିଲେ। ସେ ଭାବିଲା ତା ଜନ୍ମଦିନ ସେ ତା ବାପା ମାଙ୍କ ସାଙ୍ଗରେ ସେଲିବ୍ରେଟ୍ କରି ନିଜକୁ ନିଜେ ଗୋଟେ ସ୍ପେଶାଲ ପାର୍ଟିଟେ ଦେବ ଆଉ ଖୁସି ମନାଇବ। ସେ ଜାଣିନଥିଲା ଯେ ଏଇଟା ତା ଜୀବନର ସବୁଠୁ ଭୟଙ୍କର ପାର୍ଟି ହେବ ବୋଲି। ସୋନୁର ବୟସ ବେଶୀ ତ ହୋଇନଥିଲା, ହେଲେ ତାର ସାଙ୍ଗର ପିଲାମାନେ ସିଗାରେଟ ଆଉ ମଦ ପିଇବା ଆରମ୍ଭ କରିଦେଇଥିଲେ। ସୋନୁ ଭାବିଲା ଯେ ବୋଧେ ବଡ଼ ହେବାର ମାନେ ସିଗାରେଟ ଆଉ ମଦ ପିଇବା ହୋଇଥାଏ। ସେ ଭାବି ସାରିଥିଲା ଯେ ଏ ବର୍ଷ ତା ଜନ୍ମଦିନରେ ସେ କିଛି ଗୋଟେ ବଡ଼ କାମ କରିବ। ସୋନୁ ପ୍ଲାନ୍ କଲା ଯେ ସେ ସ୍କୁଲରୁ ସିଧା ଆସିବ ଆଉ ବାପା ମାଙ୍କ ସହ ଖାଇବା ଖାଇବ। ଆଉ ସମସ୍ତେ ଶୋଇ ସାରିଲା ପରେ ସେ ତା ବାପାଙ୍କ ପକେଟରୁ ସିଗାରେଟ ନେଇଯିବ ଆଉ ଗୋଟିଏ ପ୍ଲାଷ୍ଟିକ ବୋତଲରେ ତା ବାପା ରୁମ୍ରେ ଥିବା ତାଙ୍କ ମଦକୁ ନେଇଯିବ ଆଉ ବାର୍ଥଡେ ସେଲିବ୍ରେଟ୍ କରିବ। ଆଉ ସେ ଭାବିଲା ଯେ ସେ ତା ପାର୍ଟି ଏମିତି ଗୋଟିଏ ଜାଗାରେ ସେଲିବ୍ରେଟ୍ କରିବ ଯେଉଁଠିକୁ କେହି ବି ଯାଉନଥିବେ ଆଉ ଗାଁ ପାଖରେ ଥିବା ନଦୀର କୂଳଠାରୁ ବହୁତ ଭଲ ଜାଗା ଆଉ କେଉଁଠି ବି ନାହିଁ। ସେ ନଦୀର ପାଖକୁ ରାତି ସମୟରେ କେହି ବି ଯାଉନଥିଲେ, କାରଣ ଗାଁର ଲୋକମାନେ କହୁଥିଲେ ଯେ 10 ବର୍ଷ ପୂର୍ବରୁ ଗୋଟେ ପିଲାଟିର ଗୋଟେ ଭୟାନକ ଜନ୍ତୁ ଦ୍ୱାରା ମୃତ୍ୟୁବରଣ ହୋଇଥିଲା। ସେ ଭୟାନକ ଜନ୍ତୁ ବିଷୟରେ ସୋନୁ ବହୁତ କଥା ଶୁଣିଥିଲା। କିଏ କହୁଥିଲା ତ ସେ ଭୟାନକ ଜନ୍ତୁ ସେ ନଦୀରେ ରହୁଥିଲା ଆଉ ଗୋଟିଏ ରାକ୍ଷସ ଅଟେ। ତ ଆଉ କିଏ କହୁଥିଲା ଯଦି ରାତିରେ ସେ ନଦୀ କୂଳ ଆଡ଼େ କିଏ ଯାଏ, ତାହେଲେ ସେ ଜନ୍ତୁ ତାକୁ ମାରିକି ଭିତରକୁ ଟାଣିନିଏ। ହେଲେ ସୋନୁ ଏ ସବୁ କଥାକୁ ବିଶ୍ୱାସ କରୁନଥିଲା। ସେ ଭାବୁଥିଲା ଏସବୁ ଖାଲି ଛୋଟ ପିଲାମାନଙ୍କୁ ଡରେଇବା ପାଇଁ ଗୋଟିଏ କାହାଣୀ ଅଟେ। ଆଉ ଫାଇନାଲି ସୋନୁର ଜନ୍ମଦିନ ଆସିଗଲା। ଆଉ ସେ ତାର ପ୍ଲାନ୍ ଅନୁସାରେ ପ୍ରଥମ ଥର ପାଇଁ ଏତେ ରାତିରେ ଘରୁ ବାହାରି ସେ ନଦୀ ପାଖକୁ ଯାଉଥିଲା। ରାସ୍ତା ପୁରା ଅନ୍ଧାର ଦେଲା ଆଉ ସବୁଆଡ଼େ ଶୂନଶାନ। ସୋନୁ ତା ଫୋନର ଟର୍ଚ୍ଚ ଅନ୍ କରି ଗହୀର ବାଟ ଦେଇ ଯାଉଥିଲା। ଆଉ କିଛି ବାଟ ଗଲା ପରେ ତାକୁ ଆଗରେ ସେଇ ନଦୀ ଦେଖାଗଲା। ସୋନୁ ଛଡ଼ା ସେଠାରେ ଆଉ କେହି ବି ନଥିଲେ। ସୋନୁକୁ ଟିକେ ଡର ଲାଗୁଥିଲା, ହେଲେ ସେ ସାହସ କରି ସେ ନଦୀ କୂଳରେ ବସି ପଡ଼ିଲା। ସେ ଚାହୁଁନଥିଲା ଯେ ତାକୁ ସେଠାରେ କିଏ ଦେଖୁ ବୋଲି। ସେଥିପାଇଁ ସେ ଫୋନ୍ ଟର୍ଚ୍ଚକୁ ଅଫ୍ କରିଦେଲା। ସବୁଆଡ଼େ କେବଳ ଅନ୍ଧାର ଥିଲା। ସୋନୁ ବହୁତ ଖୁସିରେ ମଦ ବୋତଲର ଠିପି ଖୋଲିଲା ଆଉ ଗୋଟିଏ ଢୋକ ପିଇଲା। ଆଉ ହଠାତ୍ ସେତିକିବେଳେ ନଦୀରେ କିଛି ହଲଚଲ ହେବାକୁ ଲାଗିଲା। ସୋନୁ ଭାବିଲା ବୋଧେ କେଉଁ ମାଛ ହେଉଥିବ। ସେଥିପାଇଁ ସେ ତା ଉପରେ ବେଶୀ ଧ୍ୟାନ ନ ଦେଇ ଆଉ ଏବେ ସେ ତା ପକେଟରୁ ଗୋଟେ ସିଗାରେଟ ଆଉ ଲାଇଟର ବାହାର କଲା। ଆଉ ସୋନୁ ସିଗାରେଟକୁ ପାଟିରେ ରଖି ଯେମିତି ଲାଇଟର ମାରିଛି ଓ ତା ସାମ୍ନାରେ କିଏ ଗୋଟେ ଥିବାର ଜଣାପଡ଼ିଲା। ସେ ଲାଇଟରକୁ ବନ୍ଦ କରି ଦେଖିଲା ତ ସେଠାରେ କେହି ବି ନଥିଲେ। ସେ ଭାବିଲା ଏଇଟା ବୋଧେ ତା ମନର ଭ୍ରମ ହୋଇଥିବ। ଆଉ ସୋନୁ ଲାଇଟରରେ ସିଗାରେଟ ଲଗାଇ ଆଉ ସେ ନଦୀ କୂଳରେ ଆଖି ବନ୍ଦ କରି ଶୋଇକି ସିଗାରେଟ ପିଇବାକୁ ଲାଗିଲା। ଆଉ ହଠାତ୍ ତାକୁ ଏମିତି ଲାଗିଲା ଯେମିତି ଠିକ୍ ତା ମୁହଁ ସାମ୍ନାରେ କିଏ ଗୋଟେ ଅଛି। ଆଉ ସୋନୁର ଆଖି ଖୋଲିଗଲା। ସେ ଅନ୍ଧାର ଭିତରେ ତାକୁ ତା ସାମ୍ନାରେ ଦୁଇଟି ଲାଲ ଆଖି ଦେଖାଯାଉଥିଲା, ଯାହାକୁ ଦେଖି ସୋନୁ ଡରିଗଲା। ସୋନୁ ଡରିକି ଉଠି ପଡ଼ିଲା ଆଉ ନାଲି ଆଖି ଥିବା ଜନ୍ତୁଟି ଟିକେ ପଛକୁ ଚାଲିଗଲା। ସୋନୁ ଠିଆ ହୋଇପଡ଼ିଲା ଆଉ ଦେଖିଲା ତା ଆଗରେ
ଗୋଟିଏ ଭୟାନକ ଜୀବ ବସିଥିଲା। ସେ ଜୀବଟି ଦେଖିବାକୁ ବହୁତ ଭୟଙ୍କର ଥିଲା ଆଉ ବହୁତ ବଡ଼ ବଡ଼ ଦାନ୍ତ ଆଉ ନଖ ଥିଲା। ଆଉ ସେ ଗୋଟିଏ ଧୀର ସ୍ୱରରେ ସୋନୁକୁ ସିଗାରେଟ ମାଗୁଥିଲା ଆଉ ଧୀରେ ଧୀରେ ତା ହାତକୁ ସୋନୁ ଆଡ଼କୁ ବଢ଼ାଉଥିଲା। ସୋନୁ ଯେମିତି ସେ ଜୀବକୁ ତା ଆଡ଼କୁ ଆସୁଥିବାର ଦେଖିଲା, ସେ ବହୁତ ଜୋରରେ ଡରିଗଲା। କାରଣ ସେ ଜାଣିସାରିଥିଲା ଯେ ଗାଁର ଲୋକମାନେ ଯେଉଁ ଭୟାନକ ଜନ୍ତୁ ବିଷୟରେ କହୁଥିଲେ ସେ ସେଇ ଭୟାନକ ଜନ୍ତୁ ହିଁ ଥିଲା। ଆଉ ଗାଁର ଲୋକମାନେ କହୁଥିଲେ ଯେ ସେ ଭୟାନକ ରାକ୍ଷସଟି କାହାକୁ ବି ମାରିବା ପୂର୍ବରୁ ତାକୁ ମଦ କି ସିଗାରେଟ ମାଗେ। ଆଉ ସୋନୁ ପାଖରେ ଦିଟା ଯାକ ଥିଲା। ଆଉ ଦେଖୁ ଦେଖୁ ସେ ରାକ୍ଷସଟି ତାର ହାତକୁ ସୋନୁର ମୁହଁ ପାଖକୁ ଆଣିଲା ଭାରି। ସୋନୁ ବହୁତ ଜୋରରେ ଡରିଗଲା। ସେ ରାକ୍ଷସ ଏବେ ଠିକ୍ ତା ସାମ୍ନାରେ ଥିଲା। ଆଉ ସେତିକି ବେଳେ ସୋନୁ ସେଠାରୁ ଦୌଡ଼ିକି ଚାଲିଯିବା ପାଇଁ ଚେଷ୍ଟା କଲା, ହେଲେ ସେ ରାକ୍ଷସଟି ତାକୁ ଧରିଦେଲା ଆଉ ତାକୁ ନେଇ ନଦୀ ଭିତରକୁ ଚାଲିଗଲା। ତା ପରଦିନ ସକାଳେ ସୋନୁ ତା ଘରେ ନଥିବାରୁ ତାର ପରିବାର ଆଉ ଗାଁ ଲୋକମାନଙ୍କ ସହ ମିଶି ସବୁଆଡ଼େ ଖୋଜିବାକୁ ଲାଗିଲେ, ହେଲେ ତାକୁ କେଉଁଠି ବି ପାଇଲେନି। ଆଉ ଯେତେବେଳେ ସମସ୍ତେ ସାହସ କରି ସେ ନଦୀ ପାଖକୁ ଗଲେ ଆଉ ସେଠାକୁ ଯାଇ ଦେଖିଲେ ସେଠାରେ ଗୋଟିଏ ପ୍ଲାଷ୍ଟିକ ବୋତଲ ଆଉ ଗୋଟିଏ ଅଧା ଜଳିଥିବା ସିଗାରେଟ ପଡ଼ିଥିଲା। ଆଉ ସେ ନଦୀର ମଝିରେ ଗୋଟିଏ ଲାଶ ଭାସୁଥିଲା ଆଉ ସେ ଲାଶରୁ ବହୁତ ରକ୍ତ ବାହାରୁଥିଲା। ସେ ଲାଶ ଆଉ କାହାର ନୁହେଁ, ସୋନୁର ହିଁ ଥିଲା। ସୋନୁର ଲାଶକୁ ଦେଖି ସମସ୍ତେ ଜାଣିସାରିଥିଲେ ଯେ ସୋନୁର ଏ ଅବସ୍ଥା ସେ ଭୟାନକ ରାକ୍ଷସ ହିଁ କରିଛି। ଆଉ ସମସ୍ତେ ଡରିକି ସେଠାରୁ ଚାଲିଗଲେ। କାହାଣୀଟି ସରିଲା। ଯଦି ଆପଣମାନଙ୍କୁ ମୋ କାହାଣୀଟି ପସନ୍ଦ ଆସିଥାଏ ତାହେଲେ ମୋ ଚ୍ୟାନେଲ ଲିନୁ ଅଫିସିଆଲି 0.2କୁ ସବସ୍କ୍ରାଇବ୍ କରିବାକୁ ଜମାରେ ବି ଭୁଲିବେନି। ଆଉ ହଁ, ଯଦି ଆପଣମାନଙ୍କ ସହ ବି ଏମିତି କିଛି ହରର ଘଟଣା ଘଟିଛି ତାହେଲେ ଆମ ସହ ସେୟାର କରିବେ। ଆପଣ ଆପଣଙ୍କର ଷ୍ଟୋରି କହିଲେ ମୁଁ ତାକୁ ମୋ ନେକ୍ସଟ ହରର ଷ୍ଟୋରିରେ ଆଣିବାକୁ ଚେଷ୍ଟା କରିବି। ଦେଖା ହେବ ନୂଆ ଏକ ହରର ଷ୍ଟୋରିରେ। ରହୁଛି, ଜୟ ଜଗନ୍ନାଥ।